ଆସାମରେ ମୃତ୍ୟୁ ସଂଖ୍ୟା ଆହୁରି ବଢୁଛି। ହଁ ଦର୍ଶକ ବନ୍ଧୁ, ଆସାମରେ ମୃତ୍ୟୁ ସଂଖ୍ୟା ଆହୁରି ବଢୁଛି। ଦେଖନ୍ତୁ ଟିକେ ଦୃଶ୍ୟକୁ ଦେଖନ୍ତୁ। ଗାଡି, ଘର, ଗାଈ ଗୋରୁ ମାନଙ୍କୁ ସମସ୍ତଙ୍କୁ ପାଣିରେ ଭସେଇ ଦେଇଛି ଏବଂ ଘର ଦୁଆର ଭାଙ୍ଗି ଯାଇଛି, ଭୁଶୁଡି ପଡିଛି। ଦୃଶ୍ୟକୁ ଟିକେ ଦେଖନ୍ତୁ ଦର୍ଶକ ବନ୍ଧୁ। ତେଣୁକରି ଦର୍ଶକ ବନ୍ଧୁ ଆପଣଙ୍କୁ ରିକ୍ୱେଷ୍ଟ କରିବି, ଓଡିଶାର ଲୋକମାନେ ଆସାମକୁ ଯାଇଥିଲେ ଟିକେ ସତର୍କ ରୁହନ୍ତୁ। ବନ୍ୟା ସ୍ଥଳରୁ ଟିକେ ଦୂରେଇ ରୁହନ୍ତୁ। ଆସାମରେ ଆହୁରି ବଢୁଛି ଆଉ 7 ଜଣଙ୍କର ମୃତ୍ୟୁ ସଂଖ୍ୟା। ମୃତ୍ୟୁ ସଂଖ୍ୟା 78 ଛୁଇଁଲା। 3,32,000ରୁ ଅଧିକ ଲୋକମାନଙ୍କୁ ପ୍ରଭାବିତ। ଏବେ ମଧ୍ୟ 622ଟି ଗାଁ ପାଣିରେ ବୁଡିକି ରହିଛି। ସୁରକ୍ଷିତ ସ୍ଥାନକୁ ନେଇ ଲୋକମାନଙ୍କୁ ରିଲିଫ ବଣ୍ଟନ କରା ଦିଆଯାଉଛି ଏବଂ ବନ୍ୟା ଝଡରେ ଭାସୁଥିବା ଲୋକମାନଙ୍କୁ ରେସ୍କ୍ୟୁ ଟିମ୍ ଯାଇକି ରକ୍ଷା କରୁଛନ୍ତି। ଦର୍ଶକ ବନ୍ଧୁ, ଏଭଳି ଦୃଶ୍ୟ ଆମ ଓଡିଶା ବାଲେଶ୍ୱର ଜିଲ୍ଲାରେ ବି ଦେଖିବାକୁ ମିଳୁଛି। ତେଣୁକରି ନଦୀ ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆପଣଙ୍କୁ ଗୋଟିଏ ରିକ୍ୱେଷ୍ଟ, ଆପଣମାନେ ଦର୍ଶକ ବନ୍ଧୁ ସବୁବେଳେ ସତର୍କ ରୁହନ୍ତୁ, ଆପଣଙ୍କର ଜୀବନ ବଞ୍ଚାନ୍ତୁ। ଦର୍ଶକ ବନ୍ଧୁ, ଏଭଳି ନୂଆ ନୂଆ ଅପଡେଟ୍ ଖବର ଆପଣମାନେ ଜାଣିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଯଦି ନୂଆ କରି ଆସିଛନ୍ତି, ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ ଆଉ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଅପଡେଟ୍ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ।